ନଳକୂପ ପାଣି ନିଷ୍କାସନ ନ ହୋଇ ଗାଁ ରାସ୍ତାରେ ସନ୍ତସନ୍ତିଆ ହୋଇଯାଉଛି। ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଡାଙ୍ଗବାହାଲ ପଞ୍ଚାୟତ ଡାଙ୍ଗବାହାଲରେ ଥିବା ନଳକୂପ ପାଣିରେ ଦୂଷିତ ଜଣାପଡ଼ିଛି। ତଥାପି ଗାଁ ଲୋକେ ନଳକୂପ ଉପରେ ନିର୍ଭର। ଗାଁର ପ୍ରତି କୂଅରେ ଫିଲ୍ଟର ବସିବା ଉଚିତ ବୋଲି ଗାଁ ଲୋକ କହୁଛନ୍ତି। ଗାଁର ମୁଖ୍ୟ ନଳକୂପରେ ପାଣି ନିଷ୍କାସନ ନ ହୋଇ କୂଅ ପାଣିରେ ସନ୍ତସନ୍ତିଆ ହୋଇ ପାଣି ଦୂଷିତ ଜଣାପଡ଼ୁଛି ଓ ବେଳେବେଳେ ବେମାର ହେବାର ଅନୁଭବ ଜଣାପଡ଼ୁଛି। ଏହି ବିଷୟରୁ ସରପଞ୍ଚଙ୍କ ଗୋଚର ହୋଇ ଅଣଦେଖା ହେଉଛି ଓ ବ୍ଲକ ଅଫିସର ଚାନ୍ଦିନୀ ଓ ମରାମତି ବିଲ୍ ଉଠାଇ ଦେବାରୁ RTIରୁ ଜଣାପଡ଼ିବାରୁ ଗାଁ ଲୋକେ ଅସନ୍ତୋଷ ହେବାରେ ଜଣାପଡ଼ିଛି। ଦରକାର ପଡ଼ିଲେ ଭୋଟ ବର୍ଜନ ହେବ। ଏଥିପ୍ରତି ସରକାର ଅବିଳୟ ଦୃଷ୍ଟି ଦେବା ଗ୍ରାମବାସୀଙ୍କୁ ଅନୁରୋଧ କରିଛି।